ଲଗାଣ ବର୍ଷା ଓ ବନ୍ୟା ଜଳରେ ହେକ୍ଟର ହେକ୍ଟର ଚାଷ ଜମି ଏବେ ଜଳବନ୍ଦୀ। ଚିନ୍ତାରେ ଚାଷୀ। ଦର୍ଶକ ବନ୍ଧୁ, ଏଭଳି ଘଟଣା ଆସିଛି କଟକ ଜିଲ୍ଲା ନିଶଙ୍କୋଇଲି ବ୍ଲକ ଓରିକଣ୍ଟା ଗ୍ରାମରୁ। ବିଗତ 1 ମାସ ଧରି ଲଗାଣ ବର୍ଷା ଓ ଏବେ ବନ୍ୟା ଜଳ ଚାଷ ଜମିରେ ପ୍ରବେଶ ହେତୁ ଗ୍ରାମର ହେକ୍ଟର ହେକ୍ଟର ଚାଷ ଜମି ଏବେ ଜଳବନ୍ଦୀ। ଚାଷ ଜମିରେ ପାଣି ମାଡ଼ିଯିବା କାରଣରୁ ଚାଷୀ ଭାଇମାନଙ୍କ ଧାନ ତଳା ଓ ରୁଆ ହୋଇଥିବା ଧାନ କ୍ଷେତ ଏବେ ପଚି ସଢ଼ି ଗଲାଣି। ତଳା ନଷ୍ଟ ହୋଇଯିବା କାରଣରୁ ଚାଷୀମାନେ ଏବେ ବହୁ ସମସ୍ୟାର ସମ୍ମୁଖୀନ ହେବେ। ଆଉ ପୁନର୍ବାର ତଳା ପ୍ରସ୍ତୁତ କରି ଧାନ ରୁଆ ଅସମ୍ଭବ, ଯାହା ଏବେ ଚିନ୍ତାର ବିଷୟ ପାଲଟିଛି। ଗ୍ରାମ ପଞ୍ଚାୟତର ଏହି ସମସ୍ୟା ଦୀର୍ଘ ଦିନର ହୋଇଥିବା ବେଳେ ସରକାର ଏହାର ସମାଧାନ ପ୍ରତି ତତ୍ପରତା ଦେଖାଉନଥିବା ନିହାତି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। ଚାଷୀମାନେ ବାରମ୍ବାର ଲିଖିତ ଓ ସୌଜନ୍ୟମୂଳକ ଭାବରେ ସ୍ଥାନୀୟ ପ୍ରତିନିଧିମାନଙ୍କ ଦୃଷ୍ଟିଗୋଚରକୁ ଆଣିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରି ନାହିଁ ଆଜି ପର୍ଯ୍ୟନ୍ତ। ବିଗତ ସରକାର ସମୟରେ ବହୁବାର ନେତାମନ୍ତ୍ରୀଙ୍କ ଦୃଷ୍ଟିକୁ ଅଣାଯାଇଛି, କିନ୍ତୁ ଏଥିରେ କିଛି ସୁଫଳ ମିଳିନାହିଁ। ଇତିମଧ୍ୟରେ 2 ବର୍ଷ ହେଲା ବଦଳି ଯାଇଛି ରାଜ୍ୟ ରାଜନୀତି, କିନ୍ତୁ ବଦଳିନି ଅନ୍ନଦାତାମାନଙ୍କ ଭାଗ୍ୟ। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବନ୍ୟା ଜଳ ଆସି କ୍ଷୟକ୍ଷତି କରିବା ସହିତ ଚାଷୀ ଭାଇମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ପ୍ରତ୍ୟେକ ବର୍ଷ ଚାଷୀମାନେ ଏଭଳି ଦୁର୍ଦ୍ଦଶା ଭୋଗିବା ସେମାନଙ୍କ ଦେହସୁଆ ହୋଇଗଲାଣି। ତେବେ ଦେଖାଯାଉ ଖବର ପ୍ରସାରଣ ପରେ ପ୍ରଶାସନ କେତେ ତତ୍ପରତା ଦେଖାଉଛି ବା କି ପଦକ୍ଷେପ ଗ୍ରହଣ କରୁଛି। କଟକ ନିଶଙ୍କୋଇଲିରୁ ଅମିତାଭ ମହାପାତ୍ରଙ୍କ ରିପୋର୍ଟ, ନ୍ୟୁଜ୍ 7।